ବିଜେଡି ପକ୍ଷରୁ ବିଶାଳ ରାଲି ସହ ବ୍ଲକ ଅଫିସ ଘେରାଉ। ବିଧାୟକଙ୍କ କୁଶପୁତଳିକା ଦାହ କଲେ ଶତାଧିକ ବିଜେଡି କର୍ମୀ। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ଗତ 2 ଦିନ ହେଲା ସରପଞ୍ଚ ସମିତି ସଭ୍ୟ ବିଜେଡି କର୍ମୀ ଓ ପଟାଙ୍ଗୀ ବିଧାୟକଙ୍କ ମଧ୍ୟରେ ରାଜନୈତିକ ଛକା ପଞ୍ଜା ଲାଗି ରହିଛି। ଏଭଳି ସ୍ଥିତିରେ ବୁଧବାର ଜିଲ୍ଲା ବିଜେଡି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ପଟାଙ୍ଗୀ ବିଧାୟକଙ୍କ ବ୍ୟବହାର ଏବଂ ପ୍ରଶାସନକୁ ଅବାଟକୁ ନେଇ ବିକାଶମୂଳକ କାର୍ଯ୍ୟ କରୁନଥିବା ଅଭିଯୋଗ ଆଣି ସ୍ଥାନୀୟ ସର୍ବେଶ୍ୱର ମନ୍ଦିରଠାରୁ ବାହାରି ଶତାଧିକ ବିଜେଡି କର୍ମୀ ବିଶାଳ ରାଲି ଓ ସମାବେଶ କରି ନନ୍ଦପୁର ବ୍ଲକ କାର୍ଯ୍ୟାଳୟ ପହଞ୍ଚିଥିଲେ ଓ ପଟାଙ୍ଗୀ ବିଧାୟକଙ୍କ ଗୁଣ୍ଡାଗିରି ଚଳିବ ନାହିଁ ଓ ନନ୍ଦପୁର ବିଡିଓଙ୍କ ବଦଳି ପାଇଁ ସ୍ଲୋଗାନ ଦେଇଥିଲେ। ଗତ ଶନିବାର ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ସାମୂହିକ ଇସ୍ତଫା ଧମକ, ବିଜେଡି ବିଧାୟକଙ୍କୁ ଖୋଲା ଚିଠି ଏବଂ ଜଣେ ସରପଞ୍ଚଙ୍କ ସ୍ୱାମୀକୁ ବିଧାୟକଙ୍କ ଦ୍ୱାରା ଧକ୍କା ମରାଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା। ରବିବାର ବିଧାୟକ ଅଭିଯୋଗ ପତ୍ରରେ ସରପଞ୍ଚ ଓ ସମିତି ସଭ୍ୟଙ୍କ ଦସ୍ତଖତ ନକଲି ବୋଲି ବିଧାୟକ କହିଥିଲେ। ସୋମବାର ଜିଲ୍ଲା ବିଜେଡି ପକ୍ଷରୁ କୁହାଯାଇଥିଲା, ସରପଞ୍ଚଙ୍କ ସ୍ୱାମୀ ତଥା ବିଜେଡି କର୍ମୀଙ୍କୁ ବିଧାୟକଙ୍କ ଦ୍ୱାରା ଧକ୍କା ମରାଯିବା ଓ ଅଶାଳୀନ ବ୍ୟବହାର ପ୍ରଦର୍ଶନ, ବ୍ଲକ ବିଡିଓଙ୍କୁ ହାତ ବାରିସି କରି କଂଗ୍ରେସ କର୍ମୀଙ୍କୁ ଠିକାଦାରୀ ଦେବା ଏବଂ ବିକାଶମୂଳକ କାର୍ଯ୍ୟ ନ କରିବା ପ୍ରତିବାଦରେ ବୁଧବାର ବିଶାଳ ସମାବେଶ ଓ ବିଧାୟକଙ୍କ କୁଶପୁତଳିକା ଦାହ କରାଯାଇଥିଲା। ଏଥିରେ କୋରାପୁଟ ଜିଲ୍ଲା ବିଜେଡି ସଭାପତି ଝିନ୍ ହିକ୍କା, ପୂର୍ବତନ ବିଧାୟକ ରଘୁରାମ ପଡାଲ, କାର୍ଯ୍ୟକାରୀ ସଭାପତି ପ୍ରସାଦ ବିଡ଼ିକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ପୂର୍ବତନ ପଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗି, ପିତମ ପାଢ଼ୀ, ନନ୍ଦପୁର ବ୍ଲକ ବିଜେଡି ସଭାପତି କାଶୀନାଥ ଗୁଲୋରୀ, ବରିଷ୍ଠ ନେତା ଗୋପାଳକୃଷ୍ଣ ବେପର୍ତ୍ତା, ଜଗନ୍ନାଥ ପାଙ୍ଗି, ଯୁବନେତା ସୁନୀଲ କୁମାର ସାହୁ, ସୁନୀଲ ପଣ୍ଡା, ସମାଜସେବୀ ଆକାଶ ଖିଲ ଓ ବହୁ ବରିଷ୍ଠ ନେତା କର୍ମକର୍ତ୍ତାଙ୍କ ସମେତ ହଜାର ହଜାର ସଂଖ୍ୟାରେ କର୍ମୀ ଯୋଗ ଦେଇଥିଲେ। ଘେରାଉର ନେତୃତ୍ୱ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗି ଓ ପ୍ରୀତମ ପାଢ଼ୀ ପ୍ରମୁଖ ନେଇଥିଲେ। ବୁଧବାର ସାପ୍ତାହିକ ହାଟ ଆଖି ଆଗରେ ରଖି ନନ୍ଦପୁର ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ନନ୍ଦପୁର ଦୁର୍ଗାପ୍ରସାଦ ପାଢ଼ୀଙ୍କ ରିପୋର୍ଟ, ଖବର ତରଙ୍ଗ। ରାଜ୍ୟରେ ଅପାରଗତ ସରକାର ଆସିଲା ପରେ ଯେପରି ଭାବରେ ଏ ଅଞ୍ଚଳରେ ଆମ କୋରାପୁଟ ଜିଲ୍ଲାରେ ବିକାଶ ଠପ୍ ହୋଇଯାଇଛି। ରାସ୍ତାଘାଟର ଉନ୍ନତି ନାହିଁ, ନୂଆ ଯୋଜନାରେ କୌଣସି ବ୍ୟବସ୍ଥା ନାହିଁ, ଆବାସ ଯୋଜନା ନାହିଁ, ଆପଣମାନେ ଗ୍ୟାସ୍ ନାହିଁ କି ଗ୍ୟାସ୍ ନାହିଁ, ପେଟ୍ରୋଲ ନାହିଁ କି ଡିଜେଲ ନାହିଁ, ସାର ମିଳୁନାହିଁ। ସାଧାରଣ କୃଷକ ପରିବାର ଲୋକ ଏ ଅଞ୍ଚଳରେ ଅଛନ୍ତି, ସାର ମିଳୁନାହିଁ। ଏହି ସମସ୍ୟା ଗୁଡ଼ାଏ ସମସ୍ୟା ଏ ଅଞ୍ଚଳରେ ଘେରି ରହିଛି। ଯେତେବେଳେ ସ୍ଥାନୀୟ ବିଧାୟକ ନିର୍ବାଚନ ମଣ୍ଡଳୀ ସ୍ତରୀୟ ରିଭ୍ୟୁ କରୁଥିଲେ, ସାଧାରଣ ଲୋକ ରିଭ୍ୟୁ ସମୟରେ କିଛି ଦାବିପତ୍ର ଦେଇ ତାଙ୍କ ପାଖରେ ଯାଇଥିଲେ, ଯାହା ଆମେ ଶୁଣିବାକୁ ପାଇଲୁ। କିନ୍ତୁ ସେ ଦାବିପତ୍ର ଶୁଣିବା ସମୟରେ ସାଧାରଣ ଲୋକଙ୍କୁ ସେ ଦୁର୍ବ୍ୟବହାର କଲେ। ତେଣୁ ସମସ୍ୟାକୁ ନେଇ ଆମେ ବିରୋଧୀ ଦଳର ଯେତେବେଳେ ବିଧାୟକ ଅଛନ୍ତି, ସରକାରଙ୍କୁ ଘେରିବା କଥା, ତାଙ୍କୁ ସାନ୍ତ୍ୱନା ଦେବା କଥା। ସାଧାରଣ ଲୋକ ଜଣେ ବିଧାୟକ ହେଲା ପରେ ଜାତି ଧର୍ମ ରାଜନୀତିର ଊର୍ଦ୍ଧ୍ୱରେ ନିଜ ଅଞ୍ଚଳର ଉନ୍ନତି କରିବାର ଆବଶ୍ୟକ। ତେଣୁ ଏହା ଯଦି ଘଟିଛି, ଦୁର୍ଭାଗ୍ୟଜନକ କଥା ହେଇଛି। ତେଣୁ ପରବର୍ତ୍ତୀ ସମୟରେ କେମିତି ନ ହେବ, ସାଧାରଣ ଲୋକଙ୍କର ବିକାଶ ପାଇଁ ଆମେ କାମ କରିବା। ନବୀନ ପଟ୍ଟନାୟକ ଚିନ୍ତାଧାରା ଗାଁକୁ କାମ, ମାଆକୁ ସମ୍ମାନ, ସେଇପାଇଁ ପ୍ରତ୍ୟେକ ପଞ୍ଚାୟତରେ ପ୍ରକାଶ ପରିଷଦ ଯେତେବେଳେ ମହିଳା ନେତୃତ୍ୱ ଆମ ସରକାର ତରଫରୁ ହେଇଛି, ନିଶ୍ଚିତ ଭାବରେ ସେମାନେ ଆଗାମୀ ଦିନରେ ବହୁତ କାମ କରୁଛନ୍ତି। ଗତ କୋଭିଡ ସମୟରେ ନବୀନ ପଟ୍ଟନାୟକ ପ୍ରତ୍ୟେକ ସରପଞ୍ଚଙ୍କୁ ଗୋଟେ ଗୋଟେ ଜିଲ୍ଲାପାଳର କ୍ଷମତା ଦେଇ ଅଭାବ ସମୟରେ କାର୍ଯ୍ୟ କରିବାକୁ କରିଥିଲେ। ତେଣୁ ସେଇ କ୍ଷମତା ଆସ୍ତେ ଆସ୍ତେ କ୍ଷୁଣ୍ଣ ହୋଇଗଲାଣି। ଆଜି ଗାଁକୁ କାମ ନାହିଁ କି ମାଆକୁ ସମ୍ମାନ ନାହିଁ। ସାଧାରଣ ପଞ୍ଚାୟତରାଜ ବ୍ୟବସ୍ଥାରେ କୌଣସି କ୍ଷମତା ସାଧାରଣ ଲୋକଙ୍କୁ ପାଇ ସରପଞ୍ଚ ଯେଉଁମାନେ ଅଛନ୍ତି ନାଁକୁ ମାତ୍ର ଅଛନ୍ତି। ଚେୟାରମ୍ୟାନ ମାନଙ୍କର କ୍ଷମତା ହଟେଇ ଦିଆଗଲା, ଜିଲ୍ଲା ପରିଷଦ ମାନଙ୍କର କ୍ଷମତାକୁ ବି ହଟେଇ ଦିଆଗଲା। ତେଣୁ ଏ କୁବ୍ୟବସ୍ଥାକୁ ନେଇ ଯେତେବେଳେ ସାଧାରଣ ଲୋକମାନଙ୍କ ପାଖରେ କଷ୍ଟ ହେଲା, ସେ ବିଧାୟକଙ୍କୁ ଗୁହାରି କଲା ପରେ ସେ ସମସ୍ୟାକୁ ନେଇ ଆଲୋଚନା କରିବାର ଥିଲା। ତେଣୁ ଯଦି ଦୁର୍ବ୍ୟବହାର କରିଛନ୍ତି, ଆଗାମୀ ଦିନରେ ନ ହଉ, ଆମେ ମିଳିତ ଭାବରେ ଆମେ ଚେଷ୍ଟା କରୁଛୁ କୋରାପୁଟ ଜିଲ୍ଲାର ବିକାଶ ପାଇଁ। 2 ବର୍ଷ ହେଲା ଯେଉଁ କାମ ହେଇନାହିଁ, ତାକୁ ନେଇ ଆମେ ସରକାରଙ୍କୁ ଘେରିବାର ଆବଶ୍ୟକ ଅଛି। ସରକାରଙ୍କୁ ଚେତାବନୀ ଦେଉଛୁ ଯେ ଏପରି ଭାବରେ କୁବ୍ୟବସ୍ଥାକୁ ଦୂର କରନ୍ତୁ। ସାଧାରଣ ଲୋକ, ଗରିବ ଲୋକ ଭତ୍ତା ପାଉନାହାନ୍ତି, ସେମାନେ ବଞ୍ଚିବେ କେମିତି? ବୟସ 80
ଉର୍ଦ୍ଧ୍ୱ ହୋଇଗଲାଣି। ସେମାନଙ୍କର ଯଦି ଭତ୍ତା ଦିଆଯିବ ନାହିଁ ସେମାନେ ଚଳିବ କେମିତି? ତେଣୁ ଏ ଆହ୍ୱାନ କରୁଛୁ ଏସବୁ ସମସ୍ୟା ନେଇ ସେମାନେ ବିଧାନସଭାରେ କିନ୍ତୁ କଲେକ୍ଟର ଜିଲ୍ଲାପାଳମାନଙ୍କୁ ନେଇ ଘେରନ୍ତୁ, ଆମେ ତାଙ୍କୁ ସହଯୋଗ କରିବୁ। କିନ୍ତୁ ଜିଲ୍ଲାପାଳଙ୍କୁ ନିବେଦନ କରୁଛୁ ଆଜି କାର୍ଯ୍ୟକ୍ରମରେ କୌଣସି କାର୍ଯ୍ୟ ରାଜନୈତିକ ଉର୍ଦ୍ଧ୍ୱରେ ଏରିଆରେ କାର୍ଯ୍ୟକାରୀ କରାଯାଉ, ଦଳୀୟ ବେପାରରେ ନ ହଉ। କୌଣସି ଡିଏମ୍ଏଫ୍ କି ବିଜୁ କେବେ କି ଆପଣଙ୍କ ସୋସିଆଲ ପ୍ରୋବ୍ଲେମ୍ ଫଣ୍ଡ କି ଆପଣ କୌଣସି ଫଣ୍ଡ ଯେଉଁ ବ୍ୟବସ୍ଥା ରହିଛି ପଲ୍ଲୀ ସେବା ଗ୍ରାମ ସେବା VLL ମାଧ୍ୟମରେ କରାଯାଉ। ଆଗାମୀ ଦିନରେ ଯଦି ଏ ବ୍ୟବସ୍ଥା ଦୂରଭୂତ ହେବ ନାହିଁ ପୁଣି ଆନ୍ଦୋଳନ କରାଯାଉ। ତାହାର ସୁଧାର ପାଇଁ ଆଜି ଆନ୍ଦୋଳନ କରୁଛୁ। ଆଜି ସାର୍ ଏଇଠିର ସ୍ଥାନୀୟ ବିଧାୟକ କ'ଣ ଦୁର୍ବ୍ୟବହାର କଲେ ବୋଲି ସେମାନେ ଅଭିଯୋଗ ଆଣିଥିଲେ। ଆଜି କୁଶପ ତଳେ ଦାହ କରିଛନ୍ତି। ସିଧାସଳଖ ଭାବରେ ଯେଉଁମାନେ ଥିଲେ ଭାଇ ଅଛନ୍ତି, ମୋତେ ଯୁବା କରାଇଲେ, ବୁଢ଼ୀ ବୁଢ଼ା ଅଛନ୍ତି, ସେମାନେ ମିଶ୍ରା କଲେ, ସେମାନେ କହୁଛନ୍ତି। ଆମେ ବି ତାଙ୍କୁ ବିଧାୟକଙ୍କୁ ଅନୁରୋଧ କରୁଛୁ ଯଦି ସେଇ କ୍ଷେତ୍ରରେ କିଛି ଘଟିଯାଇଛି ତାକୁ ସୁଧାରନ୍ତୁ। ଜଣେ ସାମ୍ବିଧାନିକ ବ୍ୟବସ୍ଥାରେ ସେସବୁ ହେବାର ନଥିଲା, ସେ ସମସ୍ତଙ୍କୁ ନେଇ ଚାଲିବାର ଆବଶ୍ୟକ ଅଛି। ସମସ୍ତଙ୍କୁ ଗୁହାରି ଶୁଣନ୍ତୁ, ଏ ଅଞ୍ଚଳର ବିକାଶ କରନ୍ତୁ।